ନମସ୍କାର। କେବେ ଭାବିଛନ୍ତି ଭାରତର ପ୍ରକୃତ ପରିବର୍ତ୍ତନର ଚାବିକାଠି ବଡ଼ ବଡ଼ ସହରରେ ନୁହେଁ ବରଂ ଆମ ଗାଁଗୁଡ଼ିକରେ ହିଁ ଲୁଚି ରହିଛି? ଆଜି ଆମେ ଏମିତି ଏକ ଶକ୍ତିଶାଳୀ ବିଚାର ବିଷୟରେ ଜାଣିବା ଯାହା କିଛି ଛାତ୍ରଛାତ୍ରୀ ଦେଇଛନ୍ତି। ଏହି ବିଚାର ଗ୍ରାମୀଣ ଭାରତକୁ ଆତ୍ମନିର୍ଭର କରିବାର ଏକ ବଡ଼ ସ୍ୱପ୍ନ ଦେଖାଉଛି। ଚାଲନ୍ତୁ ଏ ବିଷୟରେ ଟିକେ ଭିତରକୁ ଯାଇ ଦେଖିବା। ଆଉ ଏ ପୁରା ଆଇଡିଆର ମୂଳ କଥାଟା କ'ଣ ଜାଣନ୍ତି? ସେଇଟା ହେଉଛି ଏଇ ଶକ୍ତିଶାଳୀ ଭିଜନ। ଦ୍ରୌପଦୀ ବିଦ୍ୟାପୀଠର ପିଲାମାନେ ଏହାକୁ କେତେ ସରଳ ଭାବରେ କହିଛନ୍ତି ଦେଖନ୍ତୁ। ଏଇ ଗୋଟିଏ ଲାଇନ୍ରୁ ହିଁ ଏହି ପ୍ରସ୍ତାବର ଆଶା ଆଉ ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଉଛି। ତେବେ ଦେଖନ୍ତୁ, ଏଇ ଯେଉଁ ପିଲାମାନଙ୍କର ଛୋଟ ଆଇଡିଆ ଅଛି ନା, ଏଇଟାକୁ ଆମେ ସିଧାସଳଖ ଆତ୍ମନିର୍ଭର ଭାରତର ଯେଉଁ ବଡ଼ ସ୍ୱପ୍ନ ତା ସହିତ ଯୋଡ଼ିପାରିବା। ମାନେ ଏହା କେବଳ ଗୋଟେ ଛୋଟ ବିଚାର ହୋଇ ରହିଯାଇନି, ବରଂ ଏକ ବହୁତ ବଡ଼ ସ୍ୱପ୍ନର ଅଂଶ ପାଲଟି ଯାଇଛି। ଆଉ ଏଇ ପୁରା ପ୍ଲାନ୍ର ସବୁଠୁ ମଜା କଥା ହେଲା ଏହାର ଆରମ୍ଭ। ଏଇଟା କୌଣସି ବଡ଼ ସହରରୁ ନୁହେଁ, ବରଂ ଆମ ଦେଶର ମୂଳଦୁଆ ମାନେ ଆମ ଗାଁରୁ ହିଁ ଆରମ୍ଭ ହେଉଛି। କାରଣ ସିଧା କଥା, ଯେତେବେଳେ ଗୋଟିଏ ଗୋଟିଏ ଗାଁ ମଜବୁତ ହେବ, ସେତେବେଳେ ଯାଇ ତ ପୁରା ଦେଶ ଆଗକୁ ବଢ଼ିବ। ଆଚ୍ଛା, ଏତେ ସମୟ ତ ଆମେ କଥା ହେଲେ କାହିଁକି ଏହି ପରିବର୍ତ୍ତନ ଦରକାର? ହେଲେ ଏବେ ପ୍ରଶ୍ନ ଉଠୁଛି, ଏହା ହେବ କେମିତି? ତେବେ ଚାଲନ୍ତୁ ଦେଖିବା ଏହି ସ୍ୱପ୍ନକୁ ସତ କରିବା ପାଇଁ ପ୍ରକୃତ ଆଇଡିଆଟା କ'ଣ। ତେବେ ଏଇ ଗ୍ରାମୀଣ କୌଶଳ ପ୍ରୟୋଗଶାଳା ଜିନିଷଟା ପ୍ରକୃତରେ କ'ଣ? ଦେଖନ୍ତୁ, ଏଇଟା କେବଳ ଗୋଟେ ସାଧାରଣ ଟ୍ରେନିଂ ସେଣ୍ଟର ନୁହେଁ, ବିଲକୁଲ ନୁହେଁ। ଏହା ଏମିତି ଏକ ଜାଗା ଯେଉଁଠି ଲୋକଙ୍କୁ କେବଳ କାମ ଶିଖାଯାଏନି, ବରଂ ନିଜେ ଜଣେ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖାଯାଏ। ଆଉ କେବଳ ସ୍ୱପ୍ନ ନୁହେଁ, ସେହି ସ୍ୱପ୍ନକୁ ସତ କରିବାର ବାଟ ବି ଦେଖାଯାଏ। ତାହେଲେ ଏହି ଲ୍ୟାବ୍ଗୁଡ଼ିକ ପ୍ରକୃତରେ କାହା ପାଇଁ? ଫୋକସ୍ କରାଯାଇଛି ତିନୋଟି ମୁଖ୍ୟ ଗୋଷ୍ଠୀଙ୍କ ଉପରେ: ଆମ ଗାଁର ଯୁବବର୍ଗ, ମହିଳାମାନେ ଆଉ ଛାତ୍ରଛାତ୍ରୀମାନେ। କାରଣ ସତ କହିବାକୁ ଗଲେ ଏମାନେ ହିଁ ତ ଆମ ଗାଁର ଅର୍ଥନୀତିର ମେରୁଦଣ୍ଡ ଆଉ ଆମ ଭବିଷ୍ୟତ। ଆଉ ଦେଖନ୍ତୁ କେତେ ସୁନ୍ଦର ଭାବରେ ସ୍କିଲ୍ଗୁଡ଼ିକୁ ବଛାଯାଇଛି। ଗୋଟେ ପଟେ ଅଛି ସିଲାଇ କାମ, ହସ୍ତଶିଳ୍ପ, ଯାହା ଆମ ପରମ୍ପରା ସହିତ ଯୋଡ଼ି ହୋଇ ରହିଛି। ଆଉ ଅନ୍ୟପଟେ ଅଛି ଡିଜିଟାଲ ସାକ୍ଷରତା, ଜୈବିକ ଚାଷ, ଯାହା ଆଜିର ଆବଶ୍ୟକତା। ମାନେ ପରମ୍ପରା ଆଉ ଆଧୁନିକତାର ଏକଦମ ପରଫେକ୍ଟ ମିଶ୍ରଣ। ଠିକ୍ ଅଛି, ତେବେ ଚାଲନ୍ତୁ ଏବେ ଦେଖିବା ଏଇ ଲ୍ୟାବ୍ଗୁଡ଼ିକ କେମିତି ପ୍ରକୃତରେ ପରିବର୍ତ୍ତନ ଆଣିବ। ଏହାର ମଡେଲଟା ବହୁତ ସରଳ କିନ୍ତୁ ବହୁତ ଶକ୍ତିଶାଳୀ। ପୁରା ପ୍ରକ୍ରିୟାଟାକୁ ତିନିଟା ସରଳ ଷ୍ଟେପ୍ରେ ବୁଝିହେବ। ପ୍ରଥମେ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ, ମାନେ ଯେଉଁ କାମରେ ଚାହିଦା ଅଛି। ଦ୍ୱିତୀୟରେ ଯେଉଁମାନେ ଶିଖିଲେ ସେମାନଙ୍କୁ ନିଜର ଛୋଟ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରାଯିବ। ଆଉ ଶେଷରେ ସେମାନେ ସ୍ଥାନୀୟ ସ୍ତରରେ ହିଁ ରୋଜଗାର କରିପାରିବେ। ତେଣୁ ଦେଖିଲ ତ, ଶିଖ, ରୋଜଗାର କର, ସଶକ୍ତ ହୁଅ। ଏଟା କେବଳ ଗୋଟେ ସ୍ଲୋଗାନ ନୁହେଁ, ବରଂ ଏକ ପୁରା ରୋଡମ୍ୟାପ୍। ଆଉ ଏଇ ପୁରା ଆଇଡିଆର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହା ଶିକ୍ଷା ଆଉ ରୋଜଗାର ଭିତରେ ଥିବା ଦୂରତାକୁ ଶେଷ କରିଦେଉଛି। ଏଠି ଲକ୍ଷ୍ୟ କେବଳ ଗୋଟେ ସାର୍ଟିଫିକେଟ୍ ଦେବା ନୁହେଁ, ବରଂ ଲୋକଙ୍କୁ ପ୍ରକୃତରେ ରୋଜଗାର କରିବା ପାଇଁ ସକ୍ଷମ କରିବା। କିନ୍ତୁ ପ୍ରଶ୍ନ ଉଠୁଛି, ଯେତେବେଳେ ଶିକ୍ଷା ସିଧାସଳଖ ରୋଜଗାର ସହିତ ଯୋଡ଼ି ହୋଇଯିବ, ତାର ପ୍ରକୃତ ପ୍ରଭାବ କ'ଣ ହେବ? ଏହାର ଫଳାଫଳ କେତେ ବଡ଼ ହୋଇପାରେ? ତେବେ ଚାଲନ୍ତୁ ଏବେ ଏହାର ପ୍ରଭାବ ଉପରେ ନଜର ପକାଇବା। କେମିତି ଏହା ବ୍ୟକ୍ତି ଏବଂ ଦେଶ ଉଭୟଙ୍କ ପାଇଁ ଲାଭଦାୟକ ହେବ? ଏହାର ଲାଭ ଦୁଇଗୁଣା। ପ୍ରଥମତଃ ବ୍ୟକ୍ତିଗତ ସ୍ତରରେ ଲୋକମାନେ ନିଜ ଗୋଡ଼ରେ ଠିଆ ହେବାକୁ ଶିଖନ୍ତି, ଆତ୍ମନିର୍ଭର ହୁଅନ୍ତି। ଆଉ ଦ୍ୱିତୀୟରେ ଜାତୀୟ ସ୍ତରରେ ଯେତେବେଳେ ଦେଶର ନାଗରିକମାନେ ସଶକ୍ତ ହୁଅନ୍ତି, ସେମାନେ ଦେଶର ପ୍ରଗତିରେ ମଧ୍ୟ ଯୋଗଦାନ କରନ୍ତି। ଏହାକୁ ହିଁ ତ କୁହନ୍ତି ଦ୍ୱିଗୁଣିତ ସଶକ୍ତିକରଣ। ମାନେ କଥାଟାକୁ ଆଉ ଟିକେ ସରଳ ଭାବରେ କହିଲେ, ବ୍ୟକ୍ତିଗତ ସଶକ୍ତିକରଣ ହିଁ ଦେଶର ଉନ୍ନତିର ମୂଳଦୁଆ। ଯେତେବେଳେ ଜଣେ ଜଣେ କରି ଲୋକେ ଆଗକୁ ବଢ଼ିବେ, ପୁରା ଦେଶଟା ଆପେ ଆପେ ଆଗକୁ ବଢ଼ିବ। ଆଉ ଶେଷରେ ଏହି ପିଲାମାନଙ୍କର ଏହି ଶକ୍ତିଶାଳୀ ଆହ୍ୱାନକୁ ଦେଖନ୍ତୁ। ଏଥିରୁ ପୁରା ପ୍ରସ୍ତାବର ମୂଳ ଭାବନାଟା ସ୍ପଷ୍ଟ ହୋଇଯାଉଛି। ଏହା କେବଳ ଗୋଟେ ଯୋଜନା ନୁହେଁ, ବରଂ ଏହା ଏକ ଆନ୍ଦୋଳନର ଆହ୍ୱାନ, ଏକ ଶକ୍ତିଶାଳୀ ଆତ୍ମନିର୍ଭର ଭାରତ ପାଇଁ। ଆଉ ଯିବା ପୂର୍ବରୁ ଏକ ପ୍ରଶ୍ନ ଛାଡ଼ି ଯାଉଛି, ଯାହା ଆମ ସମସ୍ତଙ୍କୁ ଭାବିବାକୁ ପଡ଼ିବ। ଏହି ମଡେଲରେ ଏହି 5ଟି କୌଶଳ ଛଡ଼ା ଆଉ କ'ଣ କ'ଣ ଯୋଡ଼ାଯାଇପାରିବ, ଯାହା ଆମ ଗାଁକୁ ପ୍ରକୃତରେ ଆତ୍ମନିର୍ଭରତାରେ ଏକ କେନ୍ଦ୍ର କରିପାରିବ? ଟିକେ ଭାବିବେ, ହୁଏତ ଏହାର ଉତ୍ତର ଆମ ସମସ୍ତଙ୍କ ପାଖରେ ଅଛି।